ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। ଶ୍ରୀ ଜଗନ୍ନାଥ ଶରଣ। ଦ୍ୱାପର ଯୁଗ ପରେ ନାରଦ ମୁନି ପୃଥିବୀର ଚାରିଆଡ଼ ଭ୍ରମଣ କରି ପ୍ରଭୁ ବ୍ରହ୍ମାଙ୍କ ପାଖରେ ପହଞ୍ଚି ପଚାରିଲେ, କଳିଯୁଗରେ କେଉଁ ନାମ ଧରିଲେ ଆମେ ପାରି ହେବା? ପ୍ରଭୁ ଉତ୍ତର ଦେଲେ, ହରି ଓಂ ନାରାୟଣ କହି କାର୍ଯ୍ୟ ଆରମ୍ଭ କଲେ। ଏହି ଭବ ସଂସାରରୁ ପାର ହେବ। ତାପରେ କହିଲେ, ରାମ ନାମ ସର୍ବଶ୍ରେଷ୍ଠ। ପୁଣି କହିଲେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ। ଏହି ବିଷୟରେ କାଳିସନ୍ତ ତାରଣ ଉପନିଷଦ ମହର୍ଷି ବ୍ୟାସଦେବଙ୍କ ବହିରେ ଲେଖା ଅଛି। ପିତାମହ ପୁଣି କହିଲେ, ଏହି ଯୁଗରେ ହରିନାମ ଓ ନାରାୟଣ ନାମର ସତ୍ସଙ୍ଗ କଲେ ଜୀବ ଦୁଃଖ କଷ୍ଟରୁ ଉଦ୍ଧାର ପାଇବ। ଆମେ ବର୍ତ୍ତମାନ ଯୁଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଥ ମୂର୍ତ୍ତିକୁ ପୂଜା କରୁଛେ। ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ହରି ଓ ନାରାୟଣ। କିଏ କହେ ନୀଳମାଧବ, ନୃସିଂହ ବିଷ୍ଣୁ, ରାମ, କୃଷ୍ଣ। ଏହିପରି ଅନେକ ପ୍ରଭୁଙ୍କୁ ଭଲ ପାଇ ସହସ୍ର ନାମରେ ତାଙ୍କୁ ଡାକନ୍ତି ଓ ପୂଜା ମଧ୍ୟ କରନ୍ତି। କେହି କେହି କୁହନ୍ତି ରାମ ନାମ ବଡ଼ ସୁଖଦାୟୀ ଓ ମୁକ୍ତି ମଧ୍ୟ ଦେଇଥାଏ। ଭାରତବର୍ଷରେ ସନାତନ ଧର୍ମରେ ଯେତେ ମନ୍ଦିର ମଠ ଅଛି, ସବୁଠି ରାମନାମ ହିଁ ମୁଖ୍ୟ ଭାବେ ନିଆଯାଏ। ତେଣୁ କଳିଯୁଗର ହରି, ରାମ, କୃଷ୍ଣ, ନାରାୟଣ ହେଉଛନ୍ତି ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ। ଜୀବନ ସାଗର ପାର ହେବାର ଔଷଧ ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ, ସହସ୍ର ନାମ ଓ କଥାମୃତ ସତ୍ସଙ୍ଗ। ଗୁରୁ ହେଉଛନ୍ତି ଶ୍ରୀଜଗନ୍ନାଥ। ଭଜନ, ମନ୍ତ୍ର, ସତ୍ସଙ୍ଗ ହେଉଛି ଔଷଧ। ବୈରାଗ୍ୟ ହେଉଛି ପଥି ଏବଂ ନିଷ୍କପଟତା ହେଉଛି ଜୀବନର ଅମୃତ। ଯେପରି ଜାଗ୍ରତ ଗୃହସ୍ଥଙ୍କୁ ଦେଖି ଚୋର ପଳାୟନ କରେ, ସେହିପରି ଭକ୍ତିର ସାଧନାଶୀଳ ଭକ୍ତ ସହିତ କୌଣସି ଭୟ କିମ୍ବା ଆସକ୍ତି ରହେ ନାହିଁ। ଜଗନ୍ନାଥଙ୍କ ନାମ ହୃଦୟକୁ ଏପରି ପବିତ୍ର କରେ ଯେ ସ୍ୱୟଂ ସେ ସେଠାରେ ବାସ କରିବାକୁ ଆରମ୍ଭ କରନ୍ତି। ପବିତ୍ରତା ଜପ ସହିତ ଆରମ୍ଭ ହୁଏ ଏବଂ ଜପର ପରିଣାମ ସ୍ୱୟଂ ଭଗବାନ ହରିଙ୍କ ଉପସ୍ଥିତି ରହିଥାଏ। ଯିଏ ଜନ୍ମ ହୁଏ, ତାହାର ମୃତ୍ୟୁ ମଧ୍ୟ ସେହି ମୁହୂର୍ତ୍ତରୁ ସ୍ଥିର ହୁଏ। ଏହା ସତ୍ୟ ଅଟଳ। ଧନ, ବଳ କିମ୍ବା ବନ୍ଧୁ କେହି ନୁହେଁ, କେବଳ ଭଗବାନ ଶ୍ରୀଜଗନ୍ନାଥଙ୍କ ନାମ ଶେଷ ପର୍ଯ୍ୟନ୍ତ ରହିବ। ଯୌବନ ହେଉଛି ଭକ୍ତିର ସର୍ବୋତ୍ତମ ସମୟ। ଶକ୍ତି, ଉତ୍ସାହ ଏବଂ ମନର ଏକାଗ୍ରତା ଥିବା ସମୟରେ ଈଶ୍ୱରଙ୍କୁ ଭଜନ କରିବା ନିହାତି ଦରକାର। ଚତୁଃମାସ୍ୟା ସରିଲା, ପ୍ରଭୁ ନାରାୟଣଙ୍କ ବିଶ୍ରାମ ଶେଷ ହେଲା। ଏଥର ପ୍ରଭୁ ତାଙ୍କ ଦାୟିତ୍ୱ ଗ୍ରହଣ କରିବା ହେବେ। ଶ୍ରୀ ଗୁରୁ, ଶ୍ରୀ ମହାଦେବ, ଶ୍ରୀ ଗଣେଶ, ଶ୍ରୀ ଦୁର୍ଗା, ଶ୍ରୀ ମହାଲକ୍ଷ୍ମୀ ପାଳି କରି ଚଳେଇ ଦେଲେ 4 ମାସ। ମଣିମା ଏବେ ହେଉ ଶୁଣିମା। ମହାପ୍ରଭୁ ଏବେ ନିଦ୍ରା ତେଜନ୍ତୁ। ମହାମନ୍ତ୍ରରେ ହରେ ଶବ୍ଦର ଅର୍ଥ ଭକ୍ତର ଚିତ୍ତକୁ ହରଣ କରିବା ବାଲା। ରାମ ଶବ୍ଦର ଅର୍ଥ ଭକ୍ତର ହୃଦୟରେ ରମଣ କରିବା। କୃଷ୍ଣ ଶବ୍ଦର ଅର୍ଥ ଭକ୍ତର ଚିତ୍ତକୁ ଆକର୍ଷଣ କରିବା ଏବଂ ଜଗନ୍ନାଥ 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 ପାହିମାମ୍, ଜଗନ୍ନାଥ 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 ରକ୍ଷାମାମ୍। ଏହାର ସତ୍ସଙ୍ଗ କରିବା ନିହାତି ଆବଶ୍ୟକ। ହରିଙ୍କ ପ୍ରେରଣା ବାଣୀ। ସକାଳୁ ସକାଳୁ ଉଠନ୍ତୁ, ଜୟ ଜଗନ୍ନାଥ ଜପନ୍ତୁ। କର୍ମ ଉପରେ ଧ୍ୟାନ ଦିଅ, ଫଳ ଉପରେ ନୁହେଁ। କର୍ମ କରିବାର ଅଧିକାର ତୁମର ଅଛି, କିନ୍ତୁ କର୍ମର ଫଳ ଉପରେ ତୁମର କୌଣସି ଅଧିକାର ନାହିଁ। ଭୟ ଓ ଚିନ୍ତାରୁ ମୁକ୍ତି। ଭୟ ହେଉଛି ଅନିଶ୍ଚିତତା ଓ ଅଜ୍ଞାନତା। ତୁମେ ଯାହା ହେବାକୁ ଚାହୁଁଛ ତାହା ଉପରେ ବିଶ୍ୱାସ ରଖ ଏବଂ ତୁମର କର୍ତ୍ତବ୍ୟ କରିଚାଲ। ବର୍ତ୍ତମାନରେ ବଞ୍ଚିବା। ଅତୀତକୁ ନେଇ ଅନୁଶୋଚନା କର ନାହିଁ ଏବଂ ଭବିଷ୍ୟତକୁ ନେଇ ଚିନ୍ତା ଆଦୌ ବି କର ନାହିଁ। ସୁସ୍ଥ ଓ ସାବଧାନ ରହି ବର୍ତ୍ତମାନରେ ବଞ୍ଚ। ଆତ୍ମବିଶ୍ୱାସ ଓ ଶକ୍ତି। ତୁମ ଭିତରେ ଥିବା ଆତ୍ମା ଅନନ୍ତ ଏବଂ ଅମର। ତୁମେ ଯେ କୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ସକ୍ଷମ। ଧର୍ମ ଓ ସାହସ। ଜୀବନ ହେଉ କିମ୍ବା ଯୁଦ୍ଧ, ସଫଳତା କେବଳ 3ଟି ଜିନିଷ ଦ୍ୱାରା ମିଳିଥାଏ। ତାହା ହେଉଛି ଧୈର୍ଯ୍ୟ, ଧର୍ମ ଓ ସାହସ। ସର୍ବଦା ଜଗନ୍ନାଥ 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 ପାହିମାମ୍, ଜଗନ୍ନାଥ 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 ରକ୍ଷାମାମ୍ ନିଶ୍ଚୟ ଜପନ୍ତୁ।